ନମସ୍କାର। ଆଜ୍ଞା ଏବେ ଦେଖାଯାଉଛି ସହରମାନଙ୍କରେ ଯେଉଁ ସବୁ ସ୍କୁଲର ଛୋଟ ଛୋଟ ଟେମ୍ପୋ ଯାଉଛି ସେଥିରେ ଛୋଟ ଛୋଟ ପିଲାମାନେ ବସିଛନ୍ତି। ସେମାନେ ଆଜ୍ଞା ଏତେ ସ୍ପିଡ଼ରେ ସେ ଗାଡ଼ିକୁ ନେଉଛନ୍ତି, ଲାଗୁଛି କି ସେ ପିଲାମାନେ ଗାଡ଼ିରୁ ଗଳି ପଡ଼ିବେ ଏବଂ କୌଣସି ଆ, ମାନେ ଟ୍ରାଫିକ୍ ନିୟମକୁ ବେଳେବେଳେ ବି ନ ମାନିକି ସେମାନେ ଗାଡ଼ି ଚଲାଉଛନ୍ତି। ତା ଫଳରେ କ'ଣ ହେଉଛି କି ଯେଉଁ ପିଲାମାନେ ସେ ଗାଡ଼ିରେ ଅଛନ୍ତି, ଗାଡ଼ିର ବସିଛନ୍ତି, ସେମାନଙ୍କ ସହିତ କିଛି ବି ଘଟିପାରେ। ଏ ବିଷୟରେ ପିଲାମାନଙ୍କର ପ୍ୟାରେଣ୍ଟସ୍ ହୁଅନ୍ତୁ ବା ସ୍କୁଲର ଯେଉଁମାନେ ଅଛନ୍ତି ଦାୟିତ୍ୱରେ, ଟିଚର୍ସ ହୁଅନ୍ତୁ, ପ୍ରିନ୍ସିପାଲ୍ ହୁଅନ୍ତୁ, ସେମାନେ ଏ ବିଷୟରେ ଟିକେ ସଚେତନ ହେବା ଦରକାର ଏବଂ ନଜର ରଖିବା ଦରକାର। ଏବଂ ଯେଉଁ ଗାଡ଼ି ଗୁଡ଼ିକ ଭାଇ ପିଲାମାନଙ୍କୁ ନେଇକି ଯାଉଛନ୍ତି, ଆପଣମାନେ ଆପଣମାନେ ଏତେ ସ୍ପିଡ଼ ଚଲାଇବା କ'ଣ ଦରକାର? ଆପଣଙ୍କ ଯଦି ସ୍କୁଲର ସମୟ ଡେରି ହେଇଯାଉଛି ତାହେଲେ ଆପଣ ତା ଆଗରୁ ଆସନ୍ତୁ ନା। ଆପଣ ଏମିତି ପିଲାମାନଙ୍କୁ ବସେଇକିରି ଗୋଟେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଡ଼ି ନେଇକି ଯିବେ, ହଠାତ୍ ଏମିତି ବି ଦେଖାଯାଇଛି ବହୁତ ଥର ସେ ଗାଡ଼ି ଆକ୍ସିଡେଣ୍ଟ ହେଇକିରି ପିଲାମାନଙ୍କର ଜୀବନ ଯାଇଛି, ପିଲାମାନେ ଏଞ୍ଜୋର୍ଡ଼ ହେଇଛନ୍ତି। ଏମିତି ବାରମ୍ବାର କାହିଁକି କରୁଛନ୍ତି? ଅରିଯିବେ। ତେଣୁ ଏତିକି ଅନୁରୋଧ ରହିବ, ଏଭଳି ଗାଡ଼ି ଚଲାନ୍ତୁନି। ଯଦି ଏମିତି କେହି ଗାଡ଼ି ଚଲାଉଛି ତାହେଲେ ଆପଣ ସେ ବିଷୟରେ କମ୍ପ୍ଲେନ୍ କରନ୍ତୁ, ପ୍ୟାରେଣ୍ଟସ୍କୁ ଜଣାନ୍ତୁ, ସ୍କୁଲରେ ଜଣାନ୍ତୁ ଏବଂ ସେ ଟେମ୍ପୋକୁ କ୍ୟାନସଲ୍ କରନ୍ତୁ ଏମିତି ପିଲାଙ୍କୁ ନେଇକି ଯିବା ପାଇଁ। କ'ଣ କହୁଛନ୍ତି? ଆପଣ ଆପଣଙ୍କ ମତାମତ ଦେବେ। ରହିଲି, ନମସ୍କାର।